ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି ମୋର ଏହି ୟୁଟ୍ୟୁବ୍ ଚ୍ୟାନେଲ୍ ଏ ଟୁ ଜେଡ୍ ଓଡ଼ିଆ ଟ୍ୟୁଟୋରିଆଲରେ। ତ ଆମେମାନେ ପୂର୍ବ ଭିଡ଼ିଓରେ ଆଲୋଚନା କରିଥିଲେ ସରଳ ସୁନ୍ଦରୀ କରଧରି ଉଠନିଶି ପାହିଲା ସବୁକିଛି ଅଲରେଡ଼ି ଆଲୋଚନା କରିସାରିଛି ବା କ୍ୱେଶ୍ଚିନ୍ ଆନ୍ସର୍କୁ କରିସାରିଛି। ତ ବର୍ତ୍ତମାନ ଆମେ ଦେଖିବା ପରଶୁରାମ ଭେଟ, ଯାହାକି ବଳରାମ ଦାସଙ୍କ ଦ୍ୱାରା ରଚିତ। ତ ପ୍ରଥମେ ଆମେ କ'ଣ କରିବା ନା ବଳରାମ ଦାସଙ୍କ କବି ପରିଚୟକୁ ଟିକେ ଦେଖିବା। ଯେହେତୁ ଟାଇପିଂର ସୁବିଧା ନାହିଁ, ସେତେ ମୋର ସମୟ ମଧ୍ୟ ନାହିଁ, ତେଣୁ ମୁଁ ନିଜେ ଟାଇପ୍ କରିପାରୁନାହିଁ। ତେଣୁ ତାଙ୍କର ଫଟୋ ଚିତ୍ର ମଧ୍ୟ ଦେଖିବା ମୋର ବହୁତ ଇଚ୍ଛା ଥିଲା ଏବଂ ସବୁକିଛି ହାଇଲାଇଟ୍ କଲେ କିଛି ପ୍ରେଜେଣ୍ଟେସନ୍ ମାଧ୍ୟମରେ ଦେଖିଲେ କିଛି ଗୋଟେ ଭଲ ଲାଗେ, ତେଣୁ ସେଥିପାଇଁ ମୁଁ ଦୁଃଖିତ। ତ ସର୍ବପ୍ରଥମେ ଆମେ ଦେଖିବା ପରଶୁରାମ ଭେଟ କବିତାର କବିଙ୍କ ସମ୍ପର୍କ। ଏହା ଜଗମୋହନ ରାମାୟଣରୁ ଆସିଅଛି, ଯାହାକୁ ରଚନା କରିଛନ୍ତି ବଳରାମ ଦାସ। ବଳରାମ ଦାସ ହେଉଛନ୍ତି ପଞ୍ଚସଖା ଯୁଗର ଜଣେ ବୈଜେଷ୍ଠ କବି। ଯେପରି ବଳରାମ, ଜଗନ୍ନାଥ, ଅଚ୍ୟୁତ, ଅନନ୍ତ, ଯଶୋବନ୍ତ ଦାସ ଥିଲେ, ସେମାନଙ୍କ ମଧ୍ୟରେ ବୈଜେଷ୍ଠ କିଏ ଥିଲେ ନା ବଳରାମ ଦାସ। 1400ରୁ 1500 ମଧ୍ୟରେ ଏହାର ସମୟକାଳ ପଞ୍ଚସଖା ଯୁଗର। ତ ବଳରାମ ଦାସ ପଞ୍ଚସଖା ଯୁଗର ବୈଜେଷ୍ଠ ହେବା ସହ ସେ ଉତ୍କଳୀୟ ବୈଷ୍ଣବ ଧର୍ମରେ ମଧ୍ୟ ପ୍ରବକ୍ତା ଭାବରେ ଅଗ୍ରଗଣ୍ୟ ଥିଲେ। ତାଙ୍କର ପିତା ଥିଲେ ସୋମନାଥ ମହାପାତ୍ର ଏବଂ ମାତା କିଏ ଥିଲେ ମହାମାୟା ଦେବୀ। ସେ ଉତ୍କଳୀୟ ବୈଷ୍ଣବର ପ୍ରବକ୍ତା। ମାତା ହେଲେ ମହାମାୟା ଦେବୀ, ପିତା ହେଲେ ସୋମନାଥ ମହାପାତ୍ର। ତାଙ୍କ ପିତା ଗଜପତି ପ୍ରତାପରୁଦ୍ର ଦେବଙ୍କର ଜଣେ ମନ୍ତ୍ରୀ ଥିଲେ। ତତ୍କାଳୀନ ସମୟରେ ରାଜା ପ୍ରତାପରୁଦ୍ର ଥିଲେ ପଞ୍ଚସଖା ଯୁଗରେ। ତେଣୁ ବଳରାମ ଦାସଙ୍କର ବାଲ୍ୟକାଳର ଉପଯୁକ୍ତ ଶିକ୍ଷା ହୋଇପାରିଥିଲା। ଯେହେତୁ ପିତା ପ୍ରତାପରୁଦ୍ରଙ୍କର ମନ୍ତ୍ରୀ ଥିଲେ, ନିଶ୍ଚିତ ଭାବରେ ତାଙ୍କର ଶିକ୍ଷା ମଧ୍ୟ ଗୋଟେ ଉଚ୍ଚ କୋଟିର ହୋଇଥିବ। ଉଚ୍ଚ କୋଟିର ତ କହିପାରିବା ନାହିଁ, ଗୋଟେ ଭଲ ଶିକ୍ଷା ପାଇଥିବେ। ବେଦାନ୍ତ, ଗୀତା, ଭାଗବତ ଓ ବିଭିନ୍ନ ପୁରାଣ ଶାସ୍ତ୍ର ଅଧ୍ୟୟନ କରି ସେ ପାଣ୍ଡିତ୍ୟ ଅର୍ଜନ କରିଥିବା ଜଣାଯାଏ। ବଳରାମ ଦାସ ପୁରୀର ବାଙ୍କି ମୁହାଣରେ ବାସ କରୁଥିଲେ। ଗନ୍ଧର୍ବ ମଧ୍ୟ ଥିଲା ତାଙ୍କର ସାଧନାର ପୀଠ। ସେ ପିଲାଟି ଦିନଠାରୁ ପୁରୀ କ୍ଷେତ୍ର ସହ ସମ୍ପୃକ୍ତ ଥିବାରୁ, ପଣ୍ଡିତମାନଙ୍କର ସଂସ୍ପର୍ଶରେ ବା ଟଚ୍ରେ ଆସିଥିବାରୁ ସେମାନଙ୍କ ଦ୍ୱାରା ବିଶେଷ ଭାବେ ସେ ପ୍ରଭାବିତ ହୋଇଯାଇଛନ୍ତି। ସେ ଥିଲେ ପଞ୍ଚସଖା ଭକ୍ତି ଆନ୍ଦୋଳନର ଜଣେ ଯୋଗସିଦ୍ଧ ସାଧକ। ଜଗନ୍ନାଥକୁ କେନ୍ଦ୍ର କରି ଆଧ୍ୟାତ୍ମିକ ସାଧନା ଗଢ଼ି ଉଠିଥିଲା ତାଙ୍କ ମଧ୍ୟରେ। ତାଙ୍କ ସୃଷ୍ଟି ସମ୍ଭାରରେ ଆମେ ଜଗନ୍ନାଥଙ୍କ ମହିମାକୁ ଦେଖିବାକୁ ପାଇଥାଉ। କବି ପ୍ରତ୍ୟେକ କ୍ଷେତ୍ରରେ ଜଗନ୍ନାଥଙ୍କୁ ତାଙ୍କର ଆରାଧ୍ୟ ଦେବା ବୋଲି ସ୍ୱୀକାର କରିଛନ୍ତି। ତ ଆଲୋଚ୍ୟ କବିତାଟି ତାଙ୍କର ସର୍ବଶ୍ରେଷ୍ଠ କୃତି ଜଗମୋହନ ରାମାୟଣରୁ ରଚିତ, ଯାହାକି ଦାଣ୍ଡି ବୃତ୍ତରେ ରଚିତ ଏବଂ ତାକୁ ଦାଣ୍ଡି ରାମାୟଣ ମଧ୍ୟ କୁହାଯାଇଥାଏ। ଏହା ଗୋଟେ ଅନୁବାଦ ନୁହଁ, ଅନୁସୃତ ଗ୍ରନ୍ଥି, ତାକୁ ଫଲୋ କରିକି ଲେଖାଯାଇଛି। ତାଙ୍କର ମୌଳିକତା ଏବଂ ମନୋଜ୍ଞର ସୃଷ୍ଟି ତାଙ୍କର ରଚନା ଗୁଡ଼ିକ ହେଲା ବ୍ରହ୍ମପୁରାଣ, ଲକ୍ଷ୍ମୀ ପୁରାଣ, ବଟ ଅବକାଶ, ବ୍ରହ୍ମାଣ୍ଡ ଭୂଗୋଳ, ଭାବ ସମୁଦ୍ର, ସ୍ମୃଗୁଣୀ ସ୍ତୁତି, ବ୍ରହ୍ମଗୀତା, ଦୀପ୍ତିସାର ଗୀତା, ଅମରକୋଷ ଗୀତା, ବେଦାନ୍ତ ସାର, ଗୁପ୍ତ ଗୀତା, ବେଢ଼ା ପରିକ୍ରମା। ଏହା ଟିକେ ଟିକେ ଲେଖିଦେବ, ତୁମେ ବେଶୀ କିଛି ଲେଖିବ ନାହିଁ, ଟିକେ ଟିକେ ଲେଖିଦେବ, 2ରୁ 3 ଲାଇନ୍ 4 ଲାଇନ୍ ତାଙ୍କର ପିତାମାତା ଏବଂ ତାଙ୍କର ଜନ୍ମ ତଥା ସେ ମୌଳିକତା, ଜଗମୋହନ ରାମାୟଣ ମୁଁ କ'ଣ କ'ଣ ଲେଖିଥିଲି ଟିକେ 4-5ଟି ପଏଣ୍ଟ ଦେଇଦେବ। ତାପରେ ଆମେ ଯିବା ମୂଳ ଟେକ୍ସଟକୁ କ'ଣ ରହିଛି ଦେଖିବା। ତ ପ୍ରଥମେ ହେଲା ନା ମିଥିଲା କଟକରୁ ସେ ହୋଇଲେ ବାହାର, ବାଟେ ରାଜାମାନେ ଦିଅନ୍ତି ଉପହାର, ସେଦିନ ବୈଶାଳୀ ପୁରେ ରହିଲେ, ରଜନୀ ପ୍ରଭା ତେଣେ ତୁ ଚଲିଗଲେ, ସୁରନୀତି ଜିଣି ବିପୁଲ ବନେ ପାଇ, ସେହିଦିନ ନିଶ୍ଚିତ ହିଁ ବିଶ୍ରାମିଲେ ଯାଇ, ସିଦ୍ଧବନେ ଯାଇ ରହିଲେ ଆର ଦିନ, ବିଶ୍ୱାମିତ୍ରଙ୍କ ଆଶ୍ରମ ସେ ଅତୀୟ ବିପଦବନ, ଚଉଠି ସମ୍ଭାର ତହିଁ କଲେନି ସେ ପ୍ରଭା ତୁ ଚଲିଗଲେ। ଏଠାରେ ସର୍ବପ୍ରଥମେ କ'ଣ ହେଇଛି ନା ବିଷୟବସ୍ତୁଟି ରାମଚନ୍ଦ୍ରଙ୍କ ସହ ପରଶୁରାମଙ୍କ ଭେଟ ହେବା କଥାକୁ ଏଠାରେ ଆଲୋଚନା କରାଯାଇଛି, ଯେ କିଭଳି ଭାବରେ ତାଙ୍କର ଭେଟ ହେଲା ଏବଂ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ର କ'ଣ କରିଛନ୍ତି ନା ପରଶୁରାମଙ୍କର ଶିରଚ୍ଛେଦନ କରିଛନ୍ତି।
ମିଥିଳା କଟକ ଠାରୁ ସେ ହୋଇଲେ ବାହାର। ଅର୍ଥାତ୍ ମିଥିଳାରୁ ଯେତେବେଳେ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ର ସୀତାଙ୍କୁ ବିବାହ କରି ଫେରୁଛନ୍ତି, ମିଥିଳା କଟକରୁ ସେ ବାହାର ହେଲେ ଏବଂ ଆସୁଛନ୍ତି। ଯେତେବେଳେ ଆସିବା ସମୟରେ ଅନେକ ଗୁଡ଼ିଏ ରାଜାମାନେ ତାଙ୍କୁ ଉପହାର ଦେଇ ସ୍ୱାଗତ କରୁଛନ୍ତି ଏବଂ ସେଦିନ ବୈଶାଳୀପୁରରେ ରହିଲେ ଏବଂ ସେଠାରେ ସେ କ'ଣ କଲେ, ବୈଶାଳୀପୁରରୁ ରହିଛନ୍ତି। ତୁମେମାନେ କିଭଳି ଏହାକୁ ମନେ ରଖିବ ନା, ଟ୍ରିକ୍ଟେ ବି ବତେଇଦେବି କିଭଳି ଭାବରେ ସିକ୍ୱେନ୍ସଲି ମନେ ରଖିପାରିବ ଏବଂ ବାରମ୍ବାର ପ୍ରାକ୍ଟିସ୍ କରିବା ଦ୍ୱାରା ହେଇଯିବ। ସେଦିନ ବୈଶାଳୀପୁରରେ ରହିଲେ ତାପରେ କ'ଣ କଲେ, ରଜନୀ ପ୍ରଭାତେଣୁ ଅର୍ଥାତ୍ ଯେତେବେଳେ ରଜନୀ ବା ରାତ୍ରିର ଅବସାନ ଘଟି ପ୍ରଭାତ ହୋଇଛି, ତହୁଁ ସେ ପୁଣି ଯିବା ଆରମ୍ଭ କରିଦେଲେ। ସୁର ନଦୀ ଜିଣିଛନ୍ତି, ତାପରେ ବିପ୍ଳବନ ପାର ହୋଇଛନ୍ତି। ସେଦିନ ନିଶ୍ଚିତ ହିଁ ବିଶ୍ରାମରେ ଯାଇ ବିପ୍ଳବନ ପାର ହୋଇ ରାତ୍ରି ଯାପନ କରିଛନ୍ତି। ସିଦ୍ଧବନ ଯାଇ ରହିଲେ ଆର ଦିନ। ଅନ୍ୟ ଦିନରେ କ'ଣ ହେଇଛି, ତା ପରଦିନ ସିଦ୍ଧବନରେ ଯାଇ ସେମାନେ ରହିଛନ୍ତି। ବିଶ୍ୱାମିତ୍ରଙ୍କର ଆଶ୍ରମ ସେ ଅତ୍ୟ ବିପତ୍ତନ। ବିଶ୍ୱାମିତ୍ରଙ୍କର ଆଶ୍ରମରେ ଆଶ୍ରୟ ଗ୍ରହଣ କରିଛନ୍ତି ଏବଂ ତାଙ୍କର 4ଟି ସମ୍ବାଦକୁ ମଧ୍ୟ ସେ ସେଠାରେ ସମାପନ କରିଛନ୍ତି। ନିଶି ପ୍ରଭାତରୁ ପୁଣି ତାଙ୍କର ଯିବା ଆରମ୍ଭ କରିଦେଇଛନ୍ତି। ଯେତେବେଳେ ସେମାନେ ପ୍ରତ୍ୟାବର୍ତ୍ତନ କରୁଥିଲେ, ସେତେବେଳେ ସେମାନଙ୍କ ମଧ୍ୟରେ ରାଜା ଦଶରଥ, ରାମଚନ୍ଦ୍ରଙ୍କର ପିତା, ଅନେକ ଗୁଡ଼ିଏ ବିପରୀତ ବା ସେ ଅନେକ ଗୁଡ଼ିଏ ବିପରୀତ ସଂକେତ ଗୁଡ଼ିକ ଦେଖିବାକୁ ପାଇଛନ୍ତି। କେଉଁ ସଂକେତ ଗୁଡ଼ିକୁ ଦେଖିବାକୁ ପାଇଛନ୍ତି ଯେ ପର୍ବତ ଉପରେ କ'ଣ ବଜ୍ରଘାତ ଦେଖିବାକୁ ପାଇଛନ୍ତି, ତାଙ୍କର ବାମନୟନ ଡେଇଁବା ପାଇଁ ଲାଗିଛି ତଥା ଗିଧ ପକ୍ଷୀ ତାଙ୍କ ମୁଣ୍ଡ ଉପରେ ଘୂରିବାରେ ଲାଗିଛି ବା ବୁଲିବାରେ ଲାଗିଛି। ମନୁଷ୍ୟ ଶରୀର ଉପରେ ବସେଇ ଆସି କାକ, ଅର୍ଥାତ୍ ମନୁଷ୍ୟ ଶରୀର ଉପରେ କାକ ଆସି ପୁଣି ବସିବାରେ ଲାଗିଛି। ଏସବୁ ତାଙ୍କୁ ଟିକେ ଭଲ ଲାଗି ନଥିଲା। ଉପସର୍ଗ ବି ଯେ ବୋଲନ୍ତି ଥୋକେ ଲୋକ, ଶ୍ରୀରାମଙ୍କ ଆଗରେ ଶୃଗାଳ ରାବ ଦେଉଛନ୍ତି। କୁହୁଡ଼ି ହଇଣ କୁହୁଡ଼ି ଚତୁଃପାର୍ଶ୍ୱରେ ମୁଣ୍ଡ ଉପରେ ଘେରି ରହିଛି। ତାହା ସବୁ ଚତୁଃପାର୍ଶ୍ୱରେ ଦେଖିବାକୁ ମିଳୁଛି। ଆକାଶରେ କୁହୁ ଝଟକନ୍ତି, ଯେପରି ଘୋର ଅନ୍ଧକାର ଛାଇଯାଇଛି। ସୂର୍ଯ୍ୟକିରଣ ହୋଇଲା ନ୍ୟୁନ, ସୂର୍ଯ୍ୟକିରଣ ମଧ୍ୟ କମ୍ ହେବାରେ ଲାଗିଛି, ଅର୍ଥାତ୍ ଘୋର ଅନ୍ଧକାର ଦେଖିବାକୁ ଲାଗିଛି। କି ଜାଣି ଦିନକର ପୂର୍ଣ୍ଣମୀର ଜହ୍ନ ଧୂମକେତୁ ଉଦୟ ହୋଇଲା କି, ମାନେ ଧୂମକେତୁ ଯେପରି ଉଦୟ ହୋଇଛି ସେଭଳି ପ୍ରତୀୟମାନ ହେଉଛି। ଦିବସଣେ ଉଦୟ ହୋଇଲା ତାରାମାନେ, ଦିନରେ ପୁଣି ତାରାଗୁଡ଼ିକ ଦେଖିବାକୁ ମିଳିଲା। କୁହୁଡ଼ି କଲା ପ୍ରାୟନ ଦିଶଇ ଦିବସ, କୁହୁଡ଼ି ଯୋଗୁଁ ପୁଣି ତାହା ଦିନ ପରି ଦେଖାଯାଉ ନାହିଁ। ପୁଣି କ'ଣ ହୋଇଛି ନା, ପ୍ରବଳ ହୀନ ଯେ ହୋଇ ବତାସ, ପବନ ଜୋରରେ ବହିବାକୁ ଲାଗୁଛି। ଦଶରଥ ପୁଣି ବିଚାର କଲେ ବଶିଷ୍ଠକୁ ପଚାରିବା ପାଇଁ ଯେ କାହିଁକି ଏହା ଘଟୁଛି। ତେଣୁ ବଶିଷ୍ଠ କହିଲେ, ବଶିଷ୍ଠ ହେଉଛନ୍ତି କୁଳଗୁରୁ। ଏ ସଂକୀର୍ଣ୍ଣ ମାନ ଯେ ବିପରୀତ ଦିଶଇ, ମୋହର ମନକୁ ଏ ଶୁଭ ନ ଆସଇ। ସେ କହୁଛନ୍ତି ଏ ସଂକେତ ମାନ ତ ବିପରୀତ ଭାବ ସୃଷ୍ଟି କରୁଛି, ବିପରୀତ ସଂକେତ ସୃଷ୍ଟି କରୁଛି, କୁସଂକେତ ସୃଷ୍ଟି କରୁଛି। ତାଙ୍କ ମନକୁ ଏହା ଶୁଭ ନ ଆସଇ, ତାଙ୍କୁ ଶୁଭ ମନେ ଲାଗୁନାହିଁ। ତେଣୁ ସେ ଭାବିଲେ ଅବଶ୍ୟ ବିପରୀତ ହୋଇବାକୁ ଆଜି କିଛି ବିପରୀତ ହେବାକୁ ଯାଉଛି। କିଛି ଅଶୁଭ ନ ହୋଇଯାଏ ତ ଏ ଶୁଭ କାର୍ଯ୍ୟଟି। ମୁନି ପୁଣି କହିଲେ, ହୋଆନ ନାହିଁ କିଛି, ଏତ କଥା ଏତ ଭ୍ରାନ୍ତ ତୋର ଅଛି। ଏହା କେବଳ ତୋର ଭ୍ରମ ବୋଲି ତାଙ୍କୁ କହିଛନ୍ତି ଋଷି ବଶିଷ୍ଠ। କ୍ଷତ୍ରିୟଙ୍କର ଐରୀ ଯେ ଅଟଇ ପରଶୁରାମ, ସିଦ୍ଧବନେ ଏହୁଁ କରଇ ଅଛଇ ଆଶ୍ରମ। କ୍ଷତ୍ରିୟଙ୍କର ଐରୀ ପୁଣି କିଏ? କ୍ଷତ୍ରିୟମାନଙ୍କର ଶତ୍ରୁ ହେଉଛନ୍ତି ପରଶୁରାମ, ଯିଏକି ସିଦ୍ଧବନରେ ରହୁଛନ୍ତି। ଏହା କିଏ କହିଛନ୍ତି ନା ମୁନି କହୁଛନ୍ତି ଯେ କ୍ଷତ୍ରିୟଙ୍କର ଐରୀ ପରଶୁରାମ ସିଦ୍ଧବନରେ ପୁଣି ବାସ କରୁଛି।
ସେ ଯେପରି ଆମ ସହ ସାକ୍ଷାତ ନ କରନ୍ତି, ନହେଲେ ଘୋର ଅନର୍ଥ। ତାହାକୁ ଦେଖିଲେ ଯେ ହୋଇବ ମନ୍ଦ କାର୍ଯ୍ୟ। ଏତେ ବୋଲି ତୁମେ ଯେ କରନ୍ତି ଗମନ, ଏତିକି କହୁନୁ। ଧ୍ୟାନେ ବସିଲା ଯେ ରେଣୁକାନନ୍ଦନ। ଧ୍ୟାନ ବସିଥିବା ରେଣୁକାନନ୍ଦନଙ୍କର କ'ଣ ହେଇଛି? ଧ୍ୟାନଟା ଭାଙ୍ଗି ଯାଇଛି। କାହିଁକି ଭାଙ୍ଗି ଯାଇଛି? ଯେତେବେଳେ ରାଜା ଦଶରଥ, ରାମଚନ୍ଦ୍ର, ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ର, ତାଙ୍କ ପତ୍ନୀ ସୀତା ଆଦି ସମସ୍ତେ ପ୍ରତ୍ୟାବର୍ତ୍ତନ କରୁଥାନ୍ତି, ସେତେବେଳେ କ'ଣ ହୋଇଛି ନା ବୀରତ୍ୱର ବାଦ୍ୟ ସହ ସେମାନେ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ମନେ ବିଚାରେ ସେ କିସ ଯେ ଶବଦ। ମନରେ ସେମାନେ ଅନେକ ଗୁଡ଼ିଏ ଶ୍ରବଣକୁ ଶୁଭ ଯେ ବୀରତ୍ୱର ବାଦ୍ୟ। ସେ ଶବ୍ଦ, ବୀରତ୍ୱର ଶବ୍ଦ ପରଶୁରାମଙ୍କ ଧ୍ୟାନକୁ ଭଗ୍ନ କରିଛି। ଅନେକ ଗୁଡ଼ିଏ ଶବ୍ଦ ସୃଷ୍ଟି କରି ଶ୍ରବଣକୁ, ତାଙ୍କର କର୍ଣ୍ଣକୁ ଆବର କି ବୀରେ ଅଛନ୍ତି ଦେହ ଘେନି, ବୀରନ୍ତେ ମାରି ଶୂନ୍ୟ କଳେଇ ମେଦିନୀ। ପୁଣି ଯେତେ ବୀର ଅଛନ୍ତି ସମସ୍ତଙ୍କୁ କିଏ ପରଶୁରାମ ନିଧନ କରିସାରିଛନ୍ତି। ପୁଣି କିଏ ବୀର ଅଛି ଯେ ଏପରି ପୁଣି ବୀରତ୍ୱର ବାଦ୍ୟ ବଜେଇ ଆଗମନ କରୁଛି? ପୁଣି ବୀରତ୍ୱର ଶୁଭିଲା ଏକମତେ, କେବଳ ବୀର ପ୍ରତାପୀ ହୋଇଲା ଜଗତି। ପୁଣି ବୀରତ୍ୱର ବାଦ୍ୟ କେଉଁଠି ଶୁଭିଲା? ପୁଣି ପ୍ରତାପୀର ଜନ୍ମ ହେଲା କି? ପୂର୍ବର କଥା ମାନ ନାହିଁ କିଛି ଶୁଣି, ବୀରତ୍ୱର ବଜାଇ ସେ କେବଳ ଗୁଣ ଘେନି। ପୂର୍ବର କଥା ସେ ଶୁଣି ନାହିଁ କି, ପୂର୍ବ କଥା ଜାଣି ନାହିଁ କି, ସେ ବୀରତ୍ୱର ବଜାଇ ଘେନୁଛି। ବୀରଦର୍ପ ଗଞ୍ଜନ ବୀରଙ୍କର ନାଥ, ଯେ ବୀର ବୋଲେଇ ଛେଦଇ ତାର ମାଥ। ବୀରଦର୍ପ ଗଞ୍ଜନ କିଏ? ପରଶୁରାମ। ମୁଁ ଯେ ବୀରଙ୍କର ନାଥ, ଯେ ବୀର ବୋଲେଇ ଛେଦଇ ତାର ମାଥ। ଅର୍ଥାତ୍ ଯେ ବୀର ବୋଲିଲା ତାର ଶିରକୁ ଛେଦନ କରିଥାଏ। ପରଶୁରାମ ଛେଦନ କରିଥାନ୍ତି। ବୀର ବୋଲି ମୁଁ ଯେ ନ ଥୋଇଲି ସୀମା, ଏତେ ବୋଲି କୋପ କଳାକ ପରଶୁରାମ। ସେ ରାଗି ଯାଇଛନ୍ତି। ନିଶ୍ୱାସ କରଥର କାଳ ସର୍ପ ଜାଣି, ଘନ ଘନ କୋପ ଯେ କରେଇ ପରଶୁମଣି। ତାଙ୍କର ନିଶ୍ୱାସ ଜୋରରେ ସର୍ପ ପରି ପ୍ରଖର। ଘନ ଘନ କୋପ ଯେ କରେଇ ପରଶୁମଣି। ଘନ ଘନ କୋପ ତାଙ୍କ ମଧ୍ୟରେ ରାଗ ଗରଗର ହୋଇଯାଇଛି। ବନସ୍ତରୁ ବାହାର ହୋଇ ଦିଶିଲା ଏକ ଋଷି। ବନ ମଧ୍ୟରୁ ଯେତେବେଳେ ଆସୁଛନ୍ତି ଋଷି, କଳାମେଘ ବିଦାରିକି ବାହାର ହୋଇ ଶଶୀ। କଳାମେଘ ମଧ୍ୟ ଚାଲିଯାଇଛି ଏବଂ ଶଶୀର ଆଗମନ ଘଟିଯାଇଛି। ଚନ୍ଦ୍ରର ଶିରରେ ନାଗବନ୍ଧ। ଶିରରେ ସେ କ'ଣ ପରିଧାନ କରିଛନ୍ତି? ନାଗବନ୍ଧ। ସେ କ'ଣ ପରିଧାନ କରିଛି? ନିଶ୍ଚିତ ଭାବରେ ଗୋଟେ କ୍ୱେଶ୍ଚିନ୍ ଆସିଯାଏ, ଟିକେ ଭଲ ଭାବରେ ଦେଖିବ। ଶିରରେ କ'ଣ? ନାଗବନ୍ଧ। ପିଙ୍ଗଳ ବର୍ଣ୍ଣ ଜଟା, ତାଙ୍କର ପିଙ୍ଗଳ ବର୍ଣ୍ଣ ଜଟା। ଜଟା କିପରି? ପିଙ୍ଗଳ ବର୍ଣ୍ଣ। ଶିରରେ କ'ଣ? ନାଗବନ୍ଧ ପରିଧାନ କରିଛନ୍ତି। ସର୍ବଣେ କୁଣ୍ଡଳ, କର୍ଣ୍ଣରେ କୁଣ୍ଡଳ, କଟିରେ କାଛଟା, କଣ୍ଠେଣ ତୁଳସୀ ରୁଦ୍ରାକ୍ଷମାଳା ସାଜି। କଣ୍ଠରେ ପୁଣି ରୁଦ୍ରାକ୍ଷମାଳା ପରିଧାନ କରିଛନ୍ତି। କୃଷ୍ଣଜିନ ଛାଲ କଟିରେ, କଟିରେ କୃଷ୍ଣଜିନ ଛାଲକୁ ପରିଧାନ କରିଛନ୍ତି। ଓହାଡ଼ି ଅଣ୍ଟାଏଣ ତାହାର ଅଛଇ ଯେ ଭିଡ଼ଇ। ଅଣ୍ଟାରେ ସେ କୃଷ୍ଣଜିନ ଛାଲକୁ ଭିଡ଼ିଛନ୍ତି। କଷା ବସ୍ତ୍ର ପରିହଣ, କଟିରେ କାଛଟି, ପବିତ୍ର ଉତ୍ତରୀ କିରଣ କୁଶଗଣ୍ଠି। କଟିରେ ସେ କାଛଟି ପରିଧାନ କରିଛନ୍ତି। ଯାଗଯଜ୍ଞ ପାଉଁଶ ବିଲୋପନ, ଅତି ଦୀର୍ଘ ଦାଢ଼ି, ଫରହର ନିଶ ଅଛଇ ହାଦେ ଉଡ଼ି। ଅର୍ଥାତ୍ ସେ ପାଉଁଶ ବିଲେପନ କରିଛନ୍ତି ଶରୀରରେ। ଅତି ଦୀର୍ଘ ଦାଢ଼ି ରହିଛି। ଫରଫର ନିଶ ତାଙ୍କର ଉଡ଼ି ଯାଉଛି। ପିଠିରେ ପକାଇ ଅଛନ୍ତି ବ୍ୟାଘ୍ରଛାଲ। ପିଠିରେ କ'ଣ? ବ୍ୟାଘ୍ରଛାଲ। କପାଳରେ ତିନି ଖଣ୍ଡ କରିଛନ୍ତି ଭାଳ, ଯେପରି କରାଯାଏ। କାଖ ମୂଳରେ ଯେ ଧରନ୍ତି ଗୋଟି, କାଖ ମୂଳରେ କ'ଣ? ଅଧାରି ଗୋଟି ଧରିଛନ୍ତି। ଆମେ ଯାହାକୁ କହୁଛେ ମସିଣା ଟାଇପ୍ର ଗୋଟେ ଛୋଟ, ସେହିପରି। ବେଦ କରାଣ୍ଡି ଉଦ୍ଭାବେଲ ବଛା, ଖଣନ୍ତି କମଣ୍ଡଳ ବ୍ରହ୍ମଚର୍ଯ୍ୟ ଦୀକ୍ଷା। ବାମ କରେ ଧନୁ, ଡାହାଣ କରେ ବୈଷ୍ଣବ କୋଦଣ୍ଡ। ସେ ବେଦ ବେଦାନ୍ତିରେ ସିଦ୍ଧ, ଖଣ୍ଡ କମଣ୍ଡଳ ବ୍ରହ୍ମଚର୍ଯ୍ୟ ଦୀକ୍ଷା ଗ୍ରହଣ କରିଛନ୍ତି। ପୁଣି ବାମ କରରେ ଧନୁ, ଡାହାଣରେ କୋଠାର ଧାରଣ କରିଛନ୍ତି।
ବୈଷ୍ଣବ ନାମ କଦଣ୍ଡ ଗୁଣ ଦେଇ ପଇତା ଚନ୍ଦନ ଯେ ଅଛଇତା ଲାହେ। ତାଙ୍କର କଦଣ୍ଡଙ୍କର ନାମ କ'ଣ? ବୈଷ୍ଣବା। ଯେଣେ ସେ ଚାହେଁ ତେଣେ ସେ ଅଗ୍ନି ଜଲି। ସେ ଯେପରି ଚାହେଁ ଯେଉଁଠିକୁ ଚାହିଁବେ ସେଠିରେ ଅଗ୍ନି ଦହନ ହେବ। ନିଶ୍ୱାସ ବହନ୍ତେ ହଲଇ ନାସାର ବିମ୍ବର ରମ ଟଙ୍ଗାରେ ଓଷ୍ଠ ଥରହର। ତାଙ୍କର ନିଶ୍ୱାସ ଯେପରି ବହୁଛି ତାହା ରୋମ ଠାଙ୍କର ଓଷ୍ଠ ମଧ୍ୟ ଥରହର ହୋଇଯିବ ତାଙ୍କୁ ଦେଖିକି। ସମୁଦ୍ର କୂଳେ କି ଅଗସ୍ତି ଆସି ହୋଏ, ଦକ୍ଷିଣ ସୈନ୍ୟ ଯେ କଲେ ଭୟାବହେ। ସମସ୍ତ ସୈନ୍ୟମାନେ ମଧ୍ୟ ତାଙ୍କୁ ଦେଖି ଭୟ ଭିତରେ ପଳାୟନ କରୁଛନ୍ତି ଏବଂ ଅନଳୟ ପ୍ରାୟକ ଦିଶି ସୂର୍ଯ୍ୟ ଦେବତା କି ମେଦିନୀ କି ଆସଇ। ଅନଳ ପରି ଦେଖାଯାଉଛନ୍ତି। ସୂର୍ଯ୍ୟ ଦେବତା ମଧ୍ୟ ମେଦିନୀକୁ ଆସୁଛନ୍ତି, ଧରାପୃଷ୍ଠକୁ ଚାଲି ଆସୁଛନ୍ତି ତାଙ୍କର ରୂପ ଦେଖିକି ଏତେ ଭୟଙ୍କର। ସୈନି ପକାଇ ଯାଇ କହିଲେ ନୃପବର, ହେ ରାଜା, ବଲ ଅଗାଲିଣ ଅଛଇ ଯେ ଦେବ ପ୍ରସୂଧର। ଶୁଣି ଦଶରଥଙ୍କର ଉଡ଼ଇ ସାହସ। ଯେତେବେଳେ ରାଜା ଦଶରଥ ଶୁଣିଛନ୍ତି ତାଙ୍କର ସାହସ ଉଡ଼ିଯାଇଛି, ଶରୀର କମ୍ପିତ ହୋଇ ଉଠିଛି, ନିଶ୍ୱାସ ଖର ହେଇଯାଇଛି, କମ୍ପଇ ଖର ହେଇ ବିହି ସୁମରି କପାଳେ ହାତ ମାରଇ, ବଶିଷ୍ଠ ମୁଖ ଚାହିଁ ଶୋକ ଯେ କରଇ। ସେ କ'ଣ କରିଛନ୍ତି ନା ରାଜା ଦଶରଥ ତାଙ୍କର ସାହସ ଉଡ଼ିଯାଇଛି, ଜୋରରେ ନିଶ୍ୱାସ ନେବାକୁ ଲାଗିଛନ୍ତି ଏବଂ ସେ କପାଳରେ ହାତ ଦେଇଛନ୍ତି। ବଶିଷ୍ଠ ମୁଖ ଚାହିଁ ଶୋକ ଯେ କରଇ, ଭୌମନି ଶୁଣିଲ କି ବିପରୀତ ବାଣୀ। ବଶିଷ୍ଠଙ୍କୁ ଦେଖି ସେ କ'ଣ କରୁଛନ୍ତି? ଶୋକ କରୁଛନ୍ତି। କ'ଣ ହେଇଗଲା? ଭୌମନି ଶୁଣିଲ କି ବିପରୀତ ବାଣୀ। ତମେ ଶୁଣିଲ ନା? ଆପଣ ଶୁଣିଲେ ନା ଏହି ବିପରୀତ ବାଣୀ? ଆଗେ ଅଗାଲିଣ ଅଛଇ ପୁଣି ପରଶୁମଣି। ଆଗରେ କିଏ ଅଛନ୍ତି? ପରଶୁମଣି ରହିଛନ୍ତି। ପରଶୁରାମ ଯମଦଗ୍ନି ନନ୍ଦନ। କିମ୍ପା ଅଟଇ ଯେ କାରଣ ଏଥ କିସ। ଏହାର କାରଣ କ'ଣ? ଏତକ ଉପାୟ ମୋତେ କହି ବ୍ରହ୍ମଶିଷ। ଆପଣ କହନ୍ତି ଏହାର ଉପାୟ କ'ଣ? ମୋତେ କହନ୍ତୁ। ରୋଷଭର ହୋଇ ଅଛଇ ପୁଣ ଆସି ସେ ରାଗି ଯାଇଛନ୍ତି, ରାଗରେ ଅଛନ୍ତି ପୁଣି। ଏ ମୋହର ପୁତ୍ରକୁ ନ ପୁଣଇ ଯାଇ ନାସି, ମୋର ପୁତ୍ରକୁ ପୁଣି ନାସି ନ ଯାଆନ୍ତି, ଯାହାକୁ ଏତେ କଷ୍ଟରେ ମୁଁ ପାଇଛି। ଏ ମୋହର ପୁତ୍ରକୁ ନ ପୁଣଇ ନାସି, ମୋ ପୁତ୍ରର ବଧ ଯେପରି ନ କରୁ। କି ବୁଦ୍ଧି କରିବି କହସି ବିଚାରି, ଶୁଣିଲ ବୋଇଲ ବଶିଷ୍ଠ ତପଚାରି। ହେ ବଶିଷ୍ଠ, ମୁଁ କ'ଣ ବୁଦ୍ଧି କରିବି ଟିକେ କହନ୍ତୁ ଆପଣ। ପରଶୁ ଅଇଲା ଏକ ବୀରତ୍ୱର ଶୁଣି, ଚାଲ ପ୍ରବୋଧ କରିବା ନୃପମଣି। ପରଶୁରାମ ଅଇଲା ଏକ ବୀରତ୍ୱର ଶୁଣି, ପରଶୁରାମ କ'ଣ ହୋଇଛନ୍ତି? ବୀରତ୍ୱର ବାଦ୍ୟରେ ଧ୍ୟାନଭଗ୍ନ ହୋଇକି ସେ ଦିଗ ପ୍ରତି ମାଡ଼ି ଆସିଛନ୍ତି ଏବଂ ତାଙ୍କୁ ଆଶ୍ୱାସନା ଦେବ ଯେ କିପରି ଭ୍ରୁକୂଳ ମଣ୍ଡନ ବୋଲିକି ତାଙ୍କୁ ପ୍ରବୋଧନା ଦେବା। ଯେବଣ ଉପସର୍ଗ ଦେଖିଲୁ ତୁ ଆଜ, ପ୍ରତ୍ୟକ୍ଷ ଆସି ତୋତେ ଫାଳିଲା ମହାରାଜ। ମୁଇଁ ଯେ ବୋଇଲି ପଶୁ ଏତେ ଥାଇ, ତାହାକୁ ଏତେ ଭେଟ ନ ହୋଇଲେ ଭଲ ହୋଇ। ତମେ ଯେପରି ଉପସର୍ଗ ଦେଲ ଯେ କୌଣସି ବାଧା ବିଘ୍ନ ନୁହଁ, ତମର ଭ୍ରମ ବୋଲ, ପ୍ରତ୍ୟକ୍ଷ ଆସି ତ ଏହା ମୋତେ ଦେଖିବାକୁ ମିଳିଲା ବୋଲି ରାଜା ଦଶରଥ କହୁଛନ୍ତି। ମୁଇଁ ଯେ ବୋଇଲି ଏତେ ଥାଇ, ତାହାକୁ ଏତେ ଭେଟ ନ ହୋଇଲେ ଭଲ ହୋଇ। ଦୈବର କଥା କିଏ କରିବ ଆନ, ଏ ବିଧାତାର ସବୁ କିଛି ଖେଳ। ଭାଗ୍ୟକୁ କିଏ ବଦଳେଇ ପାରେ କି? ଚାଲ ପ୍ରଭୁ ହୋଇଥିବା ରେଣୁକାନନ୍ଦନ ଟିକେ ବୁଝେଇବା, ତାଙ୍କୁ ଟିକେ ବୁଝେଇବା। ପରବର୍ତ୍ତୀ ସମୟରେ ଆମେ କ'ଣ କରିବା ନା ପାର୍ଟ 2 ଆଣିବା, ଯେହେତୁ ଭିଡ଼ିଓଟି ବହୁତ ଦୀର୍ଘ ହୋଇଯାଇଛି। କଥା ହୁଅନ୍ତଣରୁ ଆରମ୍ଭ କରିବା ଏବଂ କାଳଦଣ୍ଡ ପ୍ରାୟ କି ଅଛାରୀ କୋଠରୀ ଦେଖିବା। ପୁଣି ଦେଖା ହେବା ଆଉ ଗୋଟିଏ ନୂତନ ଭିଡ଼ିଓରେ। ଯାହା କିଛି ବୁଝି ନ ପାରିଲ ନିଶ୍ଚିତ ଭାବରେ କମେଣ୍ଟ କର, ପୁଣି ଏକ ଭିଡ଼ିଓରେ ଆମେ ଆଲୋଚନା କରିବା।